ଏକ ଗ୍ରାମରେ ରାବି ନାମକ କାଉ ତା ପରିବାର ସହ ରହୁଥିଲା। ତାର ରଙ୍ଗ କଳା ଓ ତାର ସ୍ୱର କର୍କଶ ବୋଲି ତାକୁ କେହି ଭଲ ପାଉନଥିଲେ। ସେ କିନ୍ତୁ ସମସ୍ତଙ୍କର ମଙ୍ଗଳ ଚାହେଁ। ଦିନକର କଥା, ଅନ୍ୟ ପକ୍ଷୀମାନେ ତା ସହ ଝଗଡ଼ା କଲେ। ସମସ୍ତେ ମିଶି କହିଲେ, ତୋର ପରିବାରକୁ ନେଇ ଏ ଗ୍ରାମରୁ ପଳେଇ ଯା। ତୁମ ପରି ଅସୁନ୍ଦର ପକ୍ଷୀ ଏ ଗ୍ରାମରେ ରହିବା ଦରକାର ନାହିଁ। ତୁମମାନଙ୍କ ପାଇଁ ଆମକୁ କେହି ଭଲ ପାଉନାହାନ୍ତି। ରାବି ମନ ଦୁଃଖରେ କାନ୍ଦି କାନ୍ଦି ତାର ପରିବାରକୁ ନେଇ ପଳାଇଲା। କିଛି ଦିନ ଗଲା ପରେ ଗ୍ରାମର କିଛି ଲୋକ ବସି କଥା ହେଉଥିବାର ଅନ୍ୟ ପକ୍ଷୀମାନେ ଶୁଣିଲେ। ଭାଇମାନେ ଜାଣିଛ ନା, ଏ ସୁନ୍ଦରିଆ ପକ୍ଷୀ ସବୁ ଗ୍ରାମରେ ଥାଇ କିଛି ଲାଭ ନାହିଁ। ହଁ ହଁ, ସେ କାଉମାନେ କୁଆଡ଼େ ଗଲେ କେଜାଣି? ଯୋଉଠି ଯାହା ଅଳିଆ ପଡ଼ିଛି କିଛି ସଫା ହେଉନି। ମୁଁ ପରା ରାତି ପାହିଲେ ଜାଣିପାରୁନି। କାଉ ଗୁଡ଼ିକ ଥିଲେ ଯେ ସକାଳୁ ସକାଳୁ ସମସ୍ତଙ୍କୁ କାହା କାହା ରାବି ଉଠାଇ ଦେଉଥିଲେ। ସେମାନେ ରୂପରେ କଳା ହେଲେ କ'ଣ, ତାଙ୍କ ଗୁଣ ଭାରି ବଢ଼ିଆ। ଏହି କଥା ଶୁଣି ଅନ୍ୟ ପକ୍ଷୀମାନେ ତାଙ୍କ ଭୁଲ ବୁଝିପାରିଲେ। ଏହି ଗପରୁ ଆମେ ଶିକ୍ଷା ପାଇଲେ ଯେ ରୂପଠାରୁ ଗୁଣର ମହତ୍ତ୍ୱ ବେଶୀ।